ଆମ୍ବକୁଡ଼ୁଚି ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ। ବସ୍ତା ବ୍ଲକ ଆମ୍ବକୁଚୁଡ଼ି ଗ୍ରାମରେ ନୂତନ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ଧରି ଉକ୍ତ ଗ୍ରାମରେ ମନ୍ଦିରଟିଏ ନଥିବାରୁ ଗ୍ରାମବାସୀ ପୂଜା ଅର୍ଚ୍ଚନା ପାଇଁ ପାଖାପାଖି 2 କିଲୋମିଟର ରାସ୍ତା ଅତିକ୍ରମ କରି ଅନ୍ୟ ଗ୍ରାମକୁ ଯାଇ ପୂଜା ଅର୍ଚ୍ଚନା କରି ଆସୁଥିଲେ। ତେବେ ଗ୍ରାମର ଜଣେ ବାଦାନ୍ୟ ବ୍ୟକ୍ତିଙ୍କ ନିଷ୍ପତ୍ତି ତଥା ଗ୍ରାମବାସୀଙ୍କ ସହଯୋଗ କ୍ରମେ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି। ବିନା ସରକାରୀ ସହାୟତାରେ ବାଦାନ୍ୟ ବ୍ୟକ୍ତି ଚୈତନ୍ୟ ଗିରିଙ୍କ ଅବଦାନ ଏବଂ ଗ୍ରାମବାସୀଙ୍କ ଇଚ୍ଛା ଶକ୍ତି ବଳରେ ବିଶାଳ ମନ୍ଦିର ନିର୍ମାଣ ହୋଇପାରିଥିବା ବେଳେ ଏହାକୁ ଭୁବନେଶ୍ୱରୀ ଶିବ ମନ୍ଦିର ନାମରେ ନାମକରଣ କରାଯାଇଥିବା କହିଛନ୍ତି କମିଟିର ସଭାପତି। ତେବେ ସକାଳ ସମୟରେ ପଞ୍ଚାୟତର 300ରୁ ଉର୍ଦ୍ଧ୍ୱ ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରାରେ ସୁବର୍ଣ୍ଣରେଖା ନଦୀରୁ ପାଣି ଆଣି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ପରେ ଯଜ୍ଞ ଆହୁତି ନାମକୀର୍ତ୍ତନ ସହ ଭଜନ ସନ୍ଧ୍ୟା 24 ପ୍ରହରୀ ନାମଯଜ୍ଞ ଯାତ୍ରା ସହ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା 15 ଦିନ ଧରି ଏଠାରେ ମେଳା ଲାଗି ରହିବ। ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମ ମାଲିକ ଅଜୟ କୁମାର ବାରିକ, ବରେନ୍ଦ୍ର ଜେନା, ଦିଲ୍ଲୀପ କୁମାର ବାରିକ, ଲକ୍ଷ୍ମୀଧର ଜେନା, ହରିହର ଖିଲାର, ଲକ୍ଷ୍ମୀଧର ବାରିକ, ସଞ୍ଜୟ ବାରିକ, ଦୀପକ ଜେନା, କାର୍ତ୍ତିକ ବଡ଼ୁ, ସୁଚନ୍ଦନ ଖିଲାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।